ଦେଖନ୍ତୁ ସେ ସବୁ ରାଗ ଆଉ ଜିଦି ଆଉ ଗୋଟେ ହଉଛି ମାନେ କ୍ରୋଧ, ଏଇ ସବୁ ଜିନିଷକୁ ଯଦି ଆମେ ବାଦ ଦବା ତାହେଲେ ମନରେ ଯଦି ଶାନ୍ତି ରହିବ ଏସବୁ ଜିନିଷ କିଛି ହବନି। ତାପରେ ଯଦି ଏସବୁ ଜିନିଷ ହେଇଛି ଉପୁଜିଛି ଏଗୁଡା ସବୁ ମୋ ମାନେ ମୋ କହିବା ଅନୁସାରେ କି ଯାହା ବି ହେଇଛି ଏଇଟା ନିଜ ଆପୋଷ ସମାଧାନ ହେଇଯାଉ। ମୁଁ ଦିଦିଙ୍କୁ ରିକ୍ୱେଷ୍ଟ କରୁଛି, ଗୁଲାଇଙ୍କୁ ରିକ୍ୱେଷ୍ଟ କରୁଛି, ଭାଇ ନିଜ ଭିତରେ ଆପୋଷ ସମାଧାନ ହେଇଯାଉ। ଆଉ ଭଗବାନ କରନ୍ତୁ ଆମେ ଯେମିତି ପାଷ୍ଟ ରେ ଭିଡିଓ କରୁଥିଲେ, କମେଡି ଭିଡିଓ କରୁଥିଲେ, ଭଗବାନ କରନ୍ତୁ ଆମେ ବର୍ଷା ଦିଦି ମୁଁ ଗୁଲା ଭାଇ ମିଶିକି ପୁଣି ଆମେ ଷ୍ଟାର୍ଟ କରିବା ପ୍ରଳୟ ଫେଳ। ଆମର ଗୋଟେ ବହୁତ ବଢିଆ ଷ୍ଟ୍ରଙ୍ଗ ଟିମ୍। ମାନେ ମୁଁ କଣ ଆଉ କହିବି ଭାଇ, ଗୁଲୁଆ ଭାଇଙ୍କ ବିଷୟରେ କହିଲେ ତ ବୋଧେ 5 ଦିନ କହିବି, ଦିଦିଙ୍କ ବିଷୟରେ କହିଲେ 5 ଦିନ କହିବି। ମୁଁ ଯେତିକି ତାଙ୍କ ସହିତ ମିଶିଛି ସେମାନେ ଏତିକି ଭଲ, ମାନେ ମୋ ପାଇଁ ସେମାନେ ଏତିକି ଭଲ ପାଆନ୍ତି ମତେ, ମୁଁ ବି ସେମାନଙ୍କୁ ବହୁତ ଭଲ ପାଏ। ଆମ ଫ୍ୟାମିଲି ସହିତ ଜଡିତ, କିନ୍ତୁ ତାଙ୍କ ଫ୍ୟାମିଲି ମ୍ୟାଟର ଭିତରେ ମୁଁ ପଶିବାକୁ ଚାହୁଁନି, କିନ୍ତୁ ମୁଁ ଏତିକି ଚାହୁଁଛି ତାଙ୍କ ଦି ପରିବାର ଏକାଠି ହେଇଯାଆନ୍ତୁ, ଭଗବାନ କରନ୍ତୁ। ହଁ ମେ ବି ସେଇଟା, ଭାଇ ଟିକେ ଜିଦିଆ, ଦିଦି ବି ଟିକେ ଜିଦିଆ, ତ ଦି ଜଣଙ୍କର ଜିଦି ଟିକେ ଅଧିକ। ଆଉ ମାନେ ଦି ଜଣଙ୍କର ଭୁଲ କେହି ମାନନ୍ତିନି, ଏଇଟା ହଉଛି ଜିନିଷ। ବାକି ରହିଲା ମୋ ମ୍ୟାଟରରେ ଏସବୁ ଜିନିଷକୁ ଛାଡିକି ଦି ଜଣ ଯାକ ଏକାଠି ହେଇଯାଆନ୍ତୁ। ଆଉ ସେ ସେମିତି ଝଗଡା କରନ୍ତୁ, ପୁଣି ସେମିତି ଭଲ ହେଇଯାଆନ୍ତୁ, ଯେମିତି ଆଗରୁ ହଉଥିଲେ ସେମିତି। ଏସବୁ ଜିନିଷ ନ ହଉ। ଦେଖନ୍ତୁ ଭାଇ ସତ କହୁଛି, ମୁଁ କିଛି ବି ଜାଣିନି ତାଙ୍କ ସହିତ, ମାନେ ତାଙ୍କର ଯୋଉ ଝଗଡା ହୁଏ ମୁଁ ବି ନିଜେ ମାନେ ଇଏ କରେ, କିନ୍ତୁ ତାଙ୍କର କୋଉଥିପାଇଁ ଝଗଡା ହଉଛି ସେ ଭିତରେ ମୁଁ ପଶେନି, କାହିଁକିନା ମୁଁ ତାଙ୍କ ପର୍ସନାଲ ମ୍ୟାଟର ପଶିବାକୁ ଚାହେଁନି। ମୁଁ ଆଜି ଭାଇ ହିସାବରେ ତାଙ୍କର ଯାହା ବି କରେ ଭାଇ ହିସାବରେ କାମ କରେ। ଗୁଲୁଆ ଭାଇଙ୍କର ମୁଁ ଗୋଟେ ଭାଇ, ବର୍ଷା ଦିଦିଙ୍କର ମୁଁ ଗୋଟେ ଭାଇ। ତାଙ୍କର ଝଗଡା ହୁଏ ମାନେ ନର୍ମାଲ ଝଗଡା, ଏତେ ଖେଟଫିଟ ମାନେ ଏଇ ଘରଟା କାଇଁ ଓଳିଆ ହେଇନି, ମୁଁ ଗୁଲା କେବେ ଓଳି ଦଉନା, ବର୍ଷା ଦିଦି କହିବେ ହଁ ମୁଁ ଓଳଉଛି କାମଟା ସାରିକି। ତାପରେ ଏଇ ସବୁ ଜିନିଷକୁ ଝଗଡା କି ବର୍ଷା ତମେ ଚୁଟି କୁଣ୍ଡେଇ ଦଉନ, ଭଲ ଲାଗୁଛି ଚୁଟି କୁଣ୍ଡେଇଲେ, ମାନେ ଏଇ ସବୁ ଛୋଟ ମୋଟ ଝଗଡା। ତାଙ୍କର ବାଡିଆ ବାଡି ବି ହେବେ, ଯିଏ ବାଡେଇକି ଡିସ୍କିନା ବାଡେଇବ ସିଏ ଟିକେ ହସିଦବ, ଇଏ ଗୁଲା ଭିଡି ବାଡିକି ହସିଦେବେ, କାଟିଲାନି ବାଜିଲାନି। ଏଇ ସବୁ ଜିନିଷ ହୁଏ। ସେ ସବୁ ଜିନିଷ ଆମେ କମେଡିରେ ବି ପ୍ରୟୋଗ କରୁଛୁ, ଆମ କମେଡି ଭିଡିଓରେ ବି ଏସବୁ ଜିନିଷ ଆମେ ରଖିଛୁ। ମୁଁ ନିଜେ ବି ଆକ୍ଟିଂ କରିଛି, ସେ ଯୋଉ ଗୁଲୁଆ ଭାଇଙ୍କ ଡାଇଲଗ ଗୁଡା ମୁଁ କପି କରେ। ଯେତେବେଳେ ବର୍ଷା ଦି ବାଡେଇ ଦେବେ ଗୁଲୁଆ ଭାଇ କହିବେ କାଟିଲାନି ଏମିତି ଯୋଉ ହୁଏ, ମୁଁ ସେ ଭିଡିଓ ବି ମାନେ ସେ ଜିନିଷ ବି ମୁଁ ୟୁଜ କରିଛି। ଯୋଉ ସବୁ ଜିନିଷ ମୁଁ ଯେତିକି ଜାଣିଛି, ଦେଖନ୍ତୁ ତାଙ୍କ ପର୍ସନାଲ ଭିତରେ ମୁଁ କେବେ ପଶିନି। ତାଙ୍କର ଯାହା ବି ଝଗଡା ହୁଏ କି ଘର ଭିତରେ ହଉଥିବ କି କଣ ହଉଥିବ, ମୁଁ କିନ୍ତୁ ଯେତିକି ସୁଟିଂ ରହେ ପ୍ରଫେସନାଲି କାମ କରେ, ଆକ୍ଟିଂ କରେ, ମୁଁ ମୋର ଯେତିକି ମାନେ କିରଦାର ଥାଏ ମୁଁ ମୋ କିରଦାର ନିଭାଏ, ଘରକୁ ଆସେ। ତାପରେ ଯଦି ବି ଝଗଡା ହେଇଥାଏ ମୁଁ ତାଙ୍କୁ ଅଲଗା, ଭାଇ କାହିଁ ତମେ ଝଗଡା ହଉଛ, ତମେ ଯାଉନ କାହିଁକି, ଯଦି ତମେ ଏମିତି ଦଉଛ ଏମିତି। କିନ୍ତୁ ତାଙ୍କ ଭିତରେ ମୁଁ ପଶିନି କି ତାଙ୍କର ମେ ବି ଝଗଡା ହଉଥିବ କେମିତି କଣ, ଦିଦି କହିଛନ୍ତି ଯଦି ମାନେ ଝଗଡା ହେଇଥିବ, କିନ୍ତୁ ମୁଁ ଥିଲା ଅବସ୍ଥାରେ ନୁହଁ। କାହିଁକିନା ମୁଁ ମେଣ୍ଢାଶାଳରୁ ଯାଏ, ବାଳ କାଟି ତାଙ୍କର ସୁଟିଂ ସାରେ, ଘରକୁ ଫେରି ଆସେ। କିନ୍ତୁ ତାଙ୍କ ସହିତ ଯୋଉମାନେ ଥିଲେ, ମାନେ ଗୁଲୁଆ ଭାଇଙ୍କ ସହିତ ଯୋଉମାନେ 24 ଘଣ୍ଟା ରହୁଥିଲେ, ସେଇମାନେ ହିଁ ଆନ୍ସର ଦେଇପାରିବେ କଣ ହଉଛି ତାଙ୍କ ସହିତ କଣ ନାହିଁ। ମୁଁ କିନ୍ତୁ ଯାଏ ଯେତିକି ସୁଟିଂ ବେଳେ, ମୁଁ ତ ସୁଟିଂ ବେଳେ ହିଁ ଯାଏ। ସୁଟିଂ ଥିବ ଘଣ୍ଟାଟେ ପୂର୍ବରୁ ଯାଇ ପହଞ୍ଚିବି, ମୁଁ ମୋର ମେକଅପ୍ ନେବି, ସୁଟିଂ ସାରିବ, ଭାଇ ମତେ ଟିକେ ଗାଡି ଖର୍ଚ୍ଚ କି ତେଲ ଖର୍ଚ୍ଚ ଦେଇଦେବ, ମୁଁ ପଳେଇବି, ମୁଁ ପଳେଇ ଆସେ। ତ ସୁଟିଂ ମାହୋଲ ଭିତରେ ଯଦି ଟିକେ ଝଗଡା ହବ, ବର୍ଷା ତମେ ଯାଅ ଖାଇବାକୁ ନେଇ ଆସିବ, ତାପରେ ଆଦିକି ପଠିଆଇଥିବ ଖାଇବାକୁ ଆଣିବାକୁ, ସେ ଯାଇନଥିବ, ଏପଟେ ମାନେ କାମ ବ୍ୟସ୍ତ ରହିଯାଇଥିବ, ତ ଦିଦିଙ୍କି ଭାଇ ଶୋଧିବେ ତମେ କାହିଁ ଯାଇନ, ସେ ପିଲା କାହିଁ ଗଲାନି, ବର୍ଷା ତମେ କାହିଁ କହିଲନି। ଏସବୁ ଜିନିଷ, ଏସବୁ ମ୍ୟାଟର ଇଏ କରିବା। କିନ୍ତୁ ବଡ ବଡ ଝଗଡା ହେଇନି ମୁଁ ଥିବା ଅବସ୍ଥାରେ, ମୁଁ କାହିଁ ଦେଖିନି ଏଡେ ଝଗଡା।